ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ରହିଛି ଦେଶ ବିଦେଶର 10ଟି ଗୁରୁତ୍ୱପୂର୍ଣ୍ଣ ଖବରଟି ଦେଖିବା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ଆଗାମୀ ଭିଡ଼ିଓରେ ଆପଣଙ୍କ ନାଁ ନିଶ୍ଚିନ୍ତ ଘୋଷଣା କରାଯିବ। ଆଗାମୀ 3ରୁ 4 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ। ଗତ 24 ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ 10.8 ସେମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି 8 ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଆଗାମୀ 5 ଦିନ ଯାଏଁ ଲାଗିବ ବର୍ଷା ଓ ଘଡ଼ଘଡ଼ି। ଆସନ୍ତା 24 ଘଣ୍ଟାରେ ବିଜୁଳି ସହ ଘଡ଼ଘଡ଼ି ସହ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ଅନୁଯାୟୀ ଏବେ 23 ଓ 24 ତାରିଖରେ ରାଜ୍ୟରେ କମିବ ବର୍ଷା, ପୁଣି 25ରେ ବଢ଼ିବ ବର୍ଷା, 26ରେ ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ଏବଂ ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି। ବିଶେଷ କରି କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ରତ୍ନ ଭଣ୍ଡାରକୁ ନେଇ ବଡ଼ ବିବାଦ, ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ। ତେବେ ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ। ଏହା ପୂର୍ବରୁ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ତାରିଖ ଧାର୍ଯ୍ୟ କରିଥିଲେ, ହେଲେ କୌଣସି କାରଣରୁ ବାତିଲ କରାଯାଇଥିଲା। ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ ଆଇନ ମନ୍ତ୍ରୀ କହିଛନ୍ତି କି ଖୁବ୍ ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ। ଏହା ପୂର୍ବରୁ ଏଏସ୍ଆଇ ଅଧ୍ୟକ୍ଷ ଜୁଲାଇ 8 ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଥିଲେ, କିନ୍ତୁ ପୂର୍ବଥର ରତ୍ନ ଭଣ୍ଡାର ଗଣତି 70 ଦିନ ଲାଗିଥିଲା। ଏଥର ମଧ୍ୟ ଲମ୍ବା ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଏନେଇ ପ୍ରାରମ୍ଭିକ ପର୍ଯ୍ୟାୟର ଆଲୋଚନା ମଧ୍ୟ ସରିଛି। କେବେ ଖୋଲିବ ସେ ନେଇ ତାରିଖ ଜଣାଇ ଦିଆଯିବ ବୋଲି ଆଇନ ମନ୍ତ୍ରୀ ଖୁବ୍ ଶୀଘ୍ର କହିଛନ୍ତି। ଏହା ସହିତ ରତ୍ନ ଭଣ୍ଡାର ସମ୍ପର୍କରେ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏସ୍ଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ ଆଜି କହିଥିଲେ ଯେ ଜୁଲାଇ 8 ତାରିଖ ରତ୍ନ ଭଣ୍ଡାର ଖୋଲିବ, କିନ୍ତୁ ଏବେ ରତ୍ନ ଭଣ୍ଡାର ଖୋଲିବା ନେଇକି ବାହାର କାନ୍ଥ ଲେଜର ସ୍କାନିଂ କରାଯାଇଛି। ସ୍କାନିଂ ପାର୍ଶ୍ୱରୁ କ୍ରାକ୍ ଥିବା ଜଣାପଡ଼ୁଛି। ଏହାଫଳରେ ରତ୍ନ ଭଣ୍ଡାର ଭିତରେ ପାଣି ପଶିଯିବ। ତେଣୁ ଏନେଇ ଆଗକୁ ବହୁତ ଅସୁବିଧା ହେବ। ତେଣୁ କିଛି ସମୟ ପାଇଁ ଘୁଞ୍ଚା ଯାଇଛି। 8 ତାରିଖ ପରିବର୍ତ୍ତେ ଆଉ କିଛି ଲମ୍ବା ସମୟ ନେବା ପାଇଁ କହିଛନ୍ତି। ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅରେ 108 ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂରତି। ମହାପ୍ରଭୁଙ୍କ ଏ ମାନବୀୟ ଲୀଳା ଅଦରପଚା ସହ ଅନ୍ୟାନ୍ୟ ନୀତି ପରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ସୁଭଦ୍ରାକୁ ଗଜ ବେଶରେ ଭକ୍ତ ଦର୍ଶନ କରୁଛନ୍ତି। ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରୁଛନ୍ତି। ଶୁଭ୍ର ରଙ୍ଗର ଗଜ ବେଶରେ ମହାପ୍ରଭୁ ହଳଦିଆ ରଙ୍ଗର ଗଜ ବେଶରେ ବଡ଼ ଠାକୁର ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରବଳ ଖରା ଗୁଳୁଗୁଳି ସତ୍ତ୍ୱେ ମଧ୍ୟ ଭକ୍ତମାନେ ଏହି ବେଶକୁ ଦର୍ଶନ କରି ଖୁବ୍ ଶୀଘ୍ର ଖୁସି ଅନୁଭବ କରିଛନ୍ତି। ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ। ଏବେଠାରୁ ଛୁଟିଲେଣି ଭକ୍ତଙ୍କ ସୁଅ। ତେବେ ସ୍ନାନ ପୂର୍ଣ୍ଣିମା ଦିନ 108 ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିବେ। ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଆଦି ଚାଲିବ। ତେବେ ପରମ୍ପରା ଅନୁସାରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରେ ରହିଲେ 14 ଦିନ ପାଇଁ ଶ୍ରୀମନ୍ଦିର ପଟିଦିଅଁ ପୂଜା ପାଆନ୍ତି। ଅନ୍ୟପଟେ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେମିତି ବଞ୍ଚି ନ ହୁଅନ୍ତୁ, ସେଥିପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଅଲାରନାଥ ହେଉଛନ୍ତି ସ୍ୱୟଂ ଜଗନ୍ନାଥ, ସ୍ୱୟଂ ନାରାୟଣଙ୍କ ସ୍ୱରୂପ। ତେଣୁ ଏଠାରେ 14 ଦିନ ଧରି ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ। ଆଜି ଶ୍ରୀକ୍ଷେତ୍ର ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ମହାସ୍ନାନ ହୋଇଛି। ଏନେଇ ପୁରୀ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ମହାପ୍ରଭୁଙ୍କ ସ୍ନାନ ପରେ ଅଣସର ଗୃହକୁ ବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ନ ହେବା ପାଇଁ ପ୍ରଭୁ ଜଗତର ଶ୍ରୀନାଥ ଜଗନ୍ନାଥ ମାନବୀୟ ଲୀଳାରେ ଭକ୍ତମାନଙ୍କୁ ଦର୍ଶନ କରିଥାନ୍ତି। ଜଗନ୍ନାଥଙ୍କ ମାନବୀୟ ଅବତାର ପୀଠରେ ଭକ୍ତମାନେ ଭିଡ଼ ଲାଗିଥାନ୍ତି। ତେଣୁ ଏସବୁ ଲୀଳା ଦେଖିବା ପାଇଁ ଭକ୍ତମାନେ ସୁଅ ଛୁଟିଥାଏ। ଆଉ ଭକ୍ତମାନେ ବହୁତ ଖୁସି ହେଇଥାନ୍ତି ଏସବୁ ଲୀଳା ଦେଖିବା ପାଇଁ। 14 ଦିନ ଅଲାରନାଥଙ୍କ ଦର୍ଶନ କଲେ ସେହି ପୁଣ୍ୟ ମିଳେ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ତେଣୁ ଅଲାରନାଥ ଗାଁରେ ପ୍ରବଳ ଭିଡ଼ ଦେଖିବାକୁ ଏହି ସମୟରେ ମିଳେ।
ପରିବା ଦର ଆକାଶ ଛୁଆଁ। ପରିବା ଚାଷକୁ ପ୍ରୋତ୍ସାହନ ହିଁ ଦର ନିୟନ୍ତ୍ରଣ କରିପାରିବ। ତେଣୁ ଚଳିତ ବର୍ଷ ଏତେ ଖରା ହୋଇଛି ଯେ ଖରାଟିଆ ପରିବା ଭେଣ୍ଡି, ବାଇଗଣ, ଟମାଟୋ, ଝୁଡ଼ଙ୍ଗ, କୁନ୍ଦୁର ଆଜି ଗୁଆଁର ଭଲ ହୋଇଲାନି। ଫୁଲ ଝଡ଼ିଗଲା। ଔଷଧ କାମ କଲା ନାହିଁ। ଖରା ମାଡ଼ ଯୋଗୁଁ ଆଳୁ ଓ ପିଆଜ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହେଲେ ବୋଲି ଚାଷୀମାନେ ମନବୋଧ କରିଛନ୍ତି। ତେଣୁ କଞ୍ଚା ପରିବା ବ୍ୟବସାୟୀ ସଂଘର କବିରାଜ ସ୍ୱାଇଁଙ୍କ ଅନୁସାରେ ବର୍ତ୍ତମାନ ସମୟରେ ପରିବା ଦର ଯେତିକି ରହିବା କଥା ଚଳିତ ବର୍ଷଠାରୁ ଅଧିକ ରହିଛି। ଏହା ବଡ଼ କାରଣ ହେଉଛି ଖରା। ଯେଉଁ ଅଳ୍ପ ସ୍ଥାନୀୟ ଖରା ଦିନିଆ ପରିବା ଆସୁଥିଲା ତାହା ମଧ୍ୟ ଉଭାନ ହୋଇଯାଉଥିଲା। ଓଡ଼ିଶା ବଜାରରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ବ୍ୟବସାୟୀ କବ୍ଜାରେ ରହିଛି। ଏଥିପାଇଁ ଓଡ଼ିଶା ଚାଷୀ ଓ ଖାଉଟି ଉପରେ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରୀ ହିସାବରେ 2013 ମସିହା ବେଳକୁ ବାର୍ଷିକ 94,25,000 ମେଟ୍ରିକ ଟନ୍ ପରିବା ଉତ୍ପାଦିତ ହେଉଥିଲା। 10 ବର୍ଷ ମଧ୍ୟରେ 4.51 ବୃଦ୍ଧି ପାଇ 58 ଲକ୍ଷ ହେଉଥିଲା। ତେଣୁ ଏବେ ଚାହିଦା ପୂରଣ କରିପାରୁନାହିଁ। ତେଣୁ ଓଡ଼ିଶାରେ କନ୍ଦମୂଳ, ଛତୁ ଉତ୍ପାଦନ, ବାଇଗଣ, ବନ୍ଧାକୋବି, ପଣସ, ଟମାଟୋ ଏବେ ସବୁ ଥିଲା। କିନ୍ତୁ ଏବେ ସବୁଠାରୁ କମ୍ ଉତ୍ପାଦନ ହୋଇଛି। କେବଳ ଖରା ପାଇଁ ଏସବୁ ଉତ୍ପାଦନ କମ୍ ହୋଇଥିବାରୁ ଏବେ ପରିବା ଦର ବଢ଼ିଯାଇଛି। ଆଉ ଫସଲ ତାପମାତ୍ରା ଅଧିକ ଯୋଗୁଁ ପ୍ରଭାବିତ ହୋଇଛି। ତେବେ କିଛି ଦିନ ବର୍ଷା ହେବା ପରେ ଅଗଷ୍ଟ ମାସରେ ପରିବା ଦର ପୁଣି କମିବ ବୋଲି କୁହାଯାଉଛି। ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ତେଣୁ ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି ଯେ ବନ୍ୟାକୁ ନେଇ କେତେ ପ୍ରସ୍ତୁତ ରହିବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀ ବନ୍ଧଗୁଡ଼ିକ ଅଧିକ ସୁଦୃଢ଼ କରିବା ପାଇଁ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷକୁ 24 ଘଣ୍ଟା ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଫିସରମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତହସିଲଦାର ଓ ଆମ ବିଭାଗ ଦୁର୍ବଳ ନଦୀବନ୍ଧ ଗୁଡ଼ିକୁ ତଦାରଖ କରୁଛନ୍ତି। ତେଣୁ ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମେଗା ଲିଫ୍ଟ, ମାଇନର ଲିଫ୍ଟ ଏବଂ ଇରିଗେସନ୍ ଓ ଡିପ୍ ବୋରୱେଲ୍ ସବୁଗୁଡ଼ିକ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଶୀଘ୍ର ସମସ୍ତଙ୍କୁ କହିଛନ୍ତି। ତେବେ ପ୍ରଶ୍ନପତ୍ର ଲିକ୍ କଲେ 10 ବର୍ଷ ଜେଲ୍, 1 କୋଟି ଜୋରିମାନା। ଜାଣନ୍ତୁ ଆଣ୍ଟି ପେପର ଲିକ୍ ଆଇନ କ'ଣ? ତେବେ ୟୁଜିସି ଏନ୍ଇଟି ପରୀକ୍ଷା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଶ୍ନପତ୍ର ଲିକ୍ ଏବଂ ଠକେଇକୁ ରୋକିବା ପାଇଁ ଜୁନ୍ 21ରୁ ପବ୍ଲିକ ପରୀକ୍ଷା ଆକ୍ଟ 2024 ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହାକୁ ଆଣ୍ଟି ପେପର ଲିକ୍ ଆଇନ ମଧ୍ୟ କୁହାଯିବ। ଫେବୃଆରୀ ଏକ କଠୋର ଆଇନ ପ୍ରଣୟନ କରାଯାଇଥିଲା। କେନ୍ଦ୍ର ସରକାର ଜୁନ୍ 21ରେ ଏହି ଆକ୍ଟରେ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ। ଆସନ୍ତୁ ଜାଣିବା ଆଣ୍ଟି ପେପର ଲିକ୍ ନିୟମ କ'ଣ। ଏହି ନିୟମ ଅନୁଯାୟୀ ସାଧାରଣ ପରୀକ୍ଷାରେ ହେଉଥିବା ଠକେଇ ଉପରେ ଅଙ୍କୁଶ ଲଗାଯିବା ପାଇଁ ସର୍ବନିମ୍ନ 3ରୁ 5 ବର୍ଷ ଜେଲ୍ ଦଣ୍ଡ ରହିଛି। ପ୍ରଶ୍ନପତ୍ର ଲିକ୍ ଗ୍ୟାଙ୍ଗରେ ଜଡ଼ିତ ହୋଇଥିବା 5 ବର୍ଷ ଜେଲ୍, ଜରିମାନା 1 କୋଟି ଟଙ୍କା ରହିଛି। ଯଦି କୌଣସି ବ୍ୟକ୍ତି ଗୋଷ୍ଠୀ ସଂଗଠିତ ଅପରାଧ କରନ୍ତି ତାହେଲେ ସେମାନଙ୍କୁ ଅତି କମରେ 5 ବର୍ଷ ଜେଲ୍ ଦଣ୍ଡ ମିଳିବ, ଯାହାକୁ 10 ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢ଼ାଇପାରେ। ଏଥି ପରୀକ୍ଷା ପାଇଁ ଆୟୋଜନ ସଂସ୍ଥା, ସେବା ପ୍ରଦାନକାରୀ ଅନ୍ୟ ଯେକୌଣସି ଅନୁଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଛି। ସେସବୁ ଯଦି ଧରାପଡ଼ନ୍ତି 1 କୋଟିରୁ ଜରିମାନା ଅଧିକ ଦିଆଯିବ ବୋଲି କୁହାଯାଇଛି। ତାମିଲନାଡୁରେ ବିଷାକ୍ତ ମଦ ପିଇ 53 ମୃତ। ରାଜ୍ୟରେ ଡିଏମକେ ସରକାରକୁ ଦାୟୀ କଲା ବିଜେପି। ତେବେ ତାମିଲନାଡୁରେ କୋଳାକୁରଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଛନ୍ତି 53 ଜଣ। ଶନିବାର ଦିନ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ସଦ୍ୟତମ ରିପୋର୍ଟ ଅନୁସାରେ ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା 140 ଜଣଙ୍କ ଅବସ୍ଥା ଗୁରୁତର। ତା ମଧ୍ୟରୁ ମୃତ୍ୟୁ ହେଲାଣି 53 ଜଣ। ଡିଏମଏମଏସ୍ ପ୍ରଶାନ୍ତ କହିଛନ୍ତି ଯେ ବେଆଇନ ଦେଶୀ ମଦ ବିକି ଏବେ ପିଇ ମଙ୍ଗଳବାର ଦିନ 193 ଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମଧ୍ୟରୁ 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 7 ଜଣ ଏବେ ଗିରଫ ଅଛନ୍ତି, ଯେଉଁ 7 ଜଣ ବେଆଇନ ମଦ ବିକୁଥିଲେ। ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲ ଏବଂ ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁକୁ ରାଜ୍ୟ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ତେଣୁ ଦକ୍ଷିଣ ରାଜ୍ୟରେ ଘଟିଥିବା ଦୁଃଖଦ ଘଟଣା ଶାସକ ଡିଏମକେକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରୁଛି। ବର୍ତ୍ତମାନ 53 ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତିର। ରାଜ୍ୟ ପ୍ରାୟୋଜିତ ଏବଂ ହତ୍ୟାକାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଡିଏମକେ ଏହି ଜଘନ୍ୟ ଘଟଣାର ଖଳନାୟକଙ୍କୁ ସୁରକ୍ଷା ଦେବାରେ ଲାଗିଛି।
ଜୁନ୍ 29ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। କେମିତି କରିବେ ପଞ୍ଜୀକରଣ? କ'ଣ ରହିଛି ନିୟମ? ତେବେ ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ପାଇଁ ଜୁନ୍ 29ରେ ଆରମ୍ଭ ହେବ। ଏହି ଯାତ୍ରା ଅଗଷ୍ଟ 19 ପର୍ଯ୍ୟନ୍ତ ଚାଲିବ। ଅମରନାଥ ଯାତ୍ରା ଜୁନ୍ 19 ତାରିଖରୁ ଆରମ୍ଭ ହେଲା ପରେ ପ୍ରଥମ ପୂଜା ଆରମ୍ଭ ହୋଇଛି। ବାବା ବାଫେରଙ୍କ ପୂଜା କରିବା ପରେ ହିନ୍ଦୁ ଭକ୍ତମାନେ ଅମରନାଥର ମୁହୂର୍ତ୍ତ ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତମାନେ ଭଗବାନ ଶିବକୁ ପୂଜା କରିବା ସହିତ ଜାମ୍ମୁ କାଶ୍ମୀରରେ ଅମରନାଥ ଗୁମ୍ଫା ମନ୍ଦିରକୁ ଯାଇଥାନ୍ତି। ତେଣୁ ତେବେ ଯାତ୍ରା କରିବାକୁ ଚାହୁଁଥିବା ଭକ୍ତମାନେ ଆଗୁଆ ପଞ୍ଜୀକରଣ କରିବାକୁ ପଡ଼େ। ଆମେ ଆପଣଙ୍କୁ ଅମରନାଥ ଯାତ୍ରା ତାରିଖ ପଞ୍ଜୀକରଣ ଭକ୍ତମାନେ ସୂଚନା ଦେଉଛୁ। ତେବେ ଜୁନ୍ 29ରେ ଅମରନାଥ ଯାତ୍ରା ଆରମ୍ଭ ହେବ। ଅଗଷ୍ଟ 19ରେ ଶେଷ ହେବ। ଅମରନାଥ ଯାତ୍ରା ଅନଲାଇନ୍ ପଞ୍ଜୀକରଣ କରିପାରିବେ। ଏପ୍ରିଲ 15ରୁ ଆରମ୍ଭ ହୋଇଯାଇଥିଲା। ପ୍ରଥମେ ପଞ୍ଜୀକରଣ କଲେ ପ୍ରଥମେ ଦର୍ଶନ କରିବା ନୀତିରେ ପଞ୍ଜୀକରଣ କରାଯାଇଛି। ଅଫିସିଆଲି ୱେବସାଇଟ୍ ହେଲା jksasb.nic.inରେ ଆପଣ ଅନଲାଇନରେ ପଞ୍ଜୀକରଣ କରିପାରିବେ। କେନ୍ଦ୍ର ପାଖରେ ଓଡ଼ିଶା ରଖିଲା ଦାବି। ରାଜ୍ୟରେ ଦ୍ୱିତୀୟ ଏମ୍ସ ଏବଂ 5 ଲକ୍ଷ ଗୃହ ଦାବି କଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପାର୍କ ବଜେଟ୍ ପରାମର୍ଶରେ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ ଯୋଗ ଦେଇଛନ୍ତି। ରାଜ୍ୟରେ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଦାବି ସମ୍ବଳିତ ସ୍ମାରକପତ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିକଟରେ ଦାଖଲ କରାଯାଇଛି। ଏହି ପରାମର୍ଶ ବୈଠକରେ ଶ୍ରୀ ସିଂହଦେଓ କହିଛନ୍ତି ଯେ ଏବେ ପ୍ରମୁଖ ଦାବି ହେଲା ଓଡ଼ିଶାର ଅନ୍ତର୍ଜାତୀୟ ନିବେଶ ସହ ସେମି କଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟକୁ ଏକ ନିବେଶ କେନ୍ଦ୍ର ଭାବେ ଉପଯୁକ୍ତ ପ୍ରୋତ୍ସାହନ ଦେବା ଏବଂ ପ୍ରସ୍ତାବ ଦିଆଯାଇଛି। ତେବେ କେନ୍ଦ୍ର ପାଖରେ ଦାବିଗୁଡ଼ିକ ଓଡ଼ିଶା ରଖିଛି ଯେ ତାହା ହେଉଛି 2025 ବର୍ଷର ବଜେଟରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ହସ୍ପିଟାଲ ସ୍ଥାପନ କରିବା, ସୁଭଦ୍ରା ଯୋଜନାର ମହିଳା ସଶକ୍ତି ପାଇଁକି ସମସ୍ତଙ୍କୁ ଟଙ୍କା ମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ସହରାଞ୍ଚଳରେ ଅତି କମରେ 5 ଲକ୍ଷ ଗୃହ ଆବଣ୍ଟନ ନିମନ୍ତେ ବଜେଟ୍ ରଖିବା, ଓଡ଼ିଶାରେ ଗ୍ରୀନ୍ ଏଜେନ୍ସି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ କରିବା, ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ରରେ ସମସ୍ୟାର ସମାଧାନ କରିବା, ବିଜୁଳି କେମିତି ମାଗଣା 200 ୟୁନିଟ୍ ପର୍ଯ୍ୟନ୍ତ ମିଳିବ ସେ ନେଇ ମଧ୍ୟ ବ୍ୟବସ୍ଥା କରିବା, ଆଉ 5 ଲକ୍ଷ ଘର କିଭଳି ପ୍ରଦାନ କରାଯିବ ସେ ନେଇ ମଧ୍ୟ ସବୁ କହିଛନ୍ତି। ତେଣୁ ଏଇଭଳିଆ ଦେଶ ବିଦେଶର ମୁଖ୍ୟ ଖବର ପାଇବା ପାଇଁ ହେଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।